ମୁଁ କଂଗ୍ରେସ ବିଷୟରେ ବ୍ୟକ୍ତିଗତ ଭାବରେ କୌଣସି ଆଲୋଚନା କରିବାକୁ ଚାହୁଁନି। ସେ ଦଳ ମୋତେ ନିଲମ୍ବିତ କରିଛି। ଯେଉଁମାନେ ବିଭିନ୍ନ ଦଳ ଛାଡ଼ୁଛନ୍ତି କିମ୍ବା ଅନ୍ୟ ଦଳରୁ ବହିଷ୍କାର ହେଉଛନ୍ତି କିମ୍ବା ନିଜେ ଇସ୍ତଫାପତ୍ର ଦେଉଛନ୍ତି, ତା ଭିତରୁ ଯେଉଁମାନେ ଆମ ସହିତ ମିଶିବା ପାଇଁ ଚାହିଁବେ, ଆମକୁ ଗ୍ରହଣ କରିବା ପାଇଁ ଚାହିଁବେ ଏବଂ ତାଙ୍କର ଯଦି ପ୍ରୋଫାଇଲ୍ ଠିକ୍ ଥିବ ତାହେଲେ ନିଶ୍ଚିତ ରୂପେ ଆମେ ତାଙ୍କୁ ଗ୍ରହଣ କରିବୁ। ବହୁ ଯୋଗାଯୋଗରେ ଅଛନ୍ତି, ଚାଲିଛି ସେ କାର୍ଯ୍ୟକ୍ରମ। ସାର୍, ବିଜୟ ମହାପାତ୍ରଙ୍କୁ ଆପଣ ଭେଟିଥିଲେ, ଯାହା ଗୋଟେ ଚର୍ଚ୍ଚା ହେଲା ବିଜୟ ମହାପାତ୍ରଙ୍କୁ ଭେଟିବା, ନୂଆ ଦଳ ନେଇ ଆଲୋଚନା କରିବା, ତାପରେ ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିଜେଡି ନେଇଛି। ନାଇଁ, ବିଜୟ ମହାପାତ୍ରଙ୍କ ସହିତ ମୁଁ ନୂଆ ଦଳ ବିଷୟରେ କିଛି ଆଲୋଚନା କରିନାହିଁ। ଆମେ ଏକ ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଏକ୍ସପେଲ୍ ହେଲା ପରେ ସେ ଫୋନ୍ କରିଥିଲେ, ମୁଁ ଆସି ତାଙ୍କୁ ଭେଟିଥିଲି ଏବଂ ଆଲୋଚନା କରିଥିଲି। ସାର୍, ବିଜେଡି ବିଜେପିର ଅନେକ ନେତା ଆପଣଙ୍କ ସହିତ ଯୋଗାଯୋଗରେ ଅଛନ୍ତି? ହଁ, ଯେଉଁମାନେ ଅନ୍ୟ ଦଳର ଅଛନ୍ତି, ଯୋଗାଯୋଗରେ ଅଛନ୍ତି। ମୁଁ ମୂଳରୁ କହିଥିଲି ବହୁତ ଭଲ ସଂଖ୍ୟାରେ ଯୁବ ନେତାମାନେ ଆମ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆପଣ ସବୁ କାର୍ଯ୍ୟକ୍ରମ ଯେତେବେଳେ ଆମେ ପୂର୍ଣ୍ଣ ପ୍ରସ୍ତୁତି ସାରିଦେବୁ ଏବଂ ମାର୍ଚ୍ଚ ମାସରେ ଯେତେବେଳେ ପାର୍ଟିକୁ ଲଞ୍ଚ କରିବାକୁ ଯିବୁ, ଆପଣ ସେ ମଞ୍ଚ ଉପରେ ଦେଖିପାରିବେ କେଉଁମାନେ ଆମ ସହିତ ଯୋଗଦେଲେ। ଓଡ଼ିଶା ଲୋକ କଂଗ୍ରେସ ନା ଓଡ଼ିଶା ଜନତା କଂଗ୍ରେସ, ତାରି ଭିତରେ ଆମେ ଫାଇନାଲ କରିବୁ। ସାର୍, ଆଉ ଗୋଟେ କଥା, ଆପଣ ଯୋଉ ଦୁଇଟି ଭୁବନେଶ୍ୱରରେ ଗୋଟେ ଯୁବ ସମାବେଶ କଲେ, ତା ପୂର୍ବରୁ ମଧ୍ୟ ବୈଠକ କରିଛନ୍ତି, ଆପଣ ଭାବୁଛନ୍ତି ଲୋକ ଯୋଡି ହେଇଛନ୍ତି ମୋହମ୍ମଦ ମୋକିମଙ୍କ ସହିତ ସକ୍ସେସ୍? ଦେଖନ୍ତୁ, ଆମେ ବୈଠକ ସକ୍ସେସ୍ ପାଇଁ କରିନାହୁଁ। ଆମେ ବୈଠକ ମାଧ୍ୟମରେ ଆଲୋଚନା କରୁଛୁ ଯୁବପିଢ଼ିଙ୍କ ପାଇଁ କ'ଣ ଆବଶ୍ୟକତା ଅଛି। ଆସନ୍ତା 30 ତାରିଖରେ ମଧ୍ୟ ଗୋଟେ ମହିଳା କନକ୍ଲେଭ୍ ହେବାକୁ ଯାଉଛି ସେଇ ମୋକିମ ଫାଉଣ୍ଡେସନ ଗୋଟେ ସୋସିଆଲ ବ୍ୟାନରରେ, ଏବଂ ଆଲୋଚନା ମାଧ୍ୟମରେ ମହିଳାମାନଙ୍କର କ'ଣ ସମସ୍ୟା ଅଛି ରାଜ୍ୟର, ବିଭିନ୍ନ ରାଜ୍ୟ ସାରା ବିଭିନ୍ନ ସଂଗଠନର ମୁଖ୍ୟମାନେ ଆସୁଛନ୍ତି, ରାଜନୈତିକ ବ୍ୟକ୍ତି ବି ଆସୁଛନ୍ତି, ବିଭିନ୍ନ ସୋସିଆଲ ଅର୍ଗାନାଇଜେସନ ଏନଜିଓର ମୁଖ୍ୟମାନେ ମଧ୍ୟ ଆସୁଛନ୍ତି। ମୁଖ୍ୟତଃ ରାଜ୍ୟରେ କ'ଣ ସମସ୍ୟା ଅଛି ମହିଳାମାନଙ୍କର, ତାକୁ ନେଇ ଆମେ ତାଙ୍କ ସହିତ ଆଲୋଚନା କରିବୁ ଏବଂ ସେଇଠୁ ପ୍ରସ୍ତୁତ କରିବୁ ଆମ ଏଜେଣ୍ଡାରେ ମହିଳାଙ୍କ ପାଇଁ କ'ଣ ରହିବ। ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଆମେ ରଖିଛୁ ଚାଷୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଆସନ୍ତା 5 ତାରିଖ ଦିନ। ତାଙ୍କ ସହିତ ମଧ୍ୟ ଆଲୋଚନା କଲା ପରେ କୃଷକମାନଙ୍କ କ'ଣ ସମସ୍ୟା ଅଛି ଏବଂ ଆମ ଦଳ ଯଦି ତିଆରି ହେଉଛି ତାହେଲେ ତାଙ୍କର ସମସ୍ୟା କେମିତି ଆଡ୍ରେସ୍ କରିବ ତାକୁ ଆଲୋଚନା କରିବୁ। ଇଏ ପ୍ରୋସେସ୍ ଗୋଟେ ଚାଲିଛି। ମୁଁ ଆପଣଙ୍କୁ ମୂଳରୁ କହିଥିଲି ଯେ ଗୋଟେ ରାଜନୈତିକ ଦଳ ଓଡ଼ିଶା ବେସିସ୍ରେ ତିଆରି କରିବା ପାଇଁ ହେଲେ ବହୁତ ଜିନିଷକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ସେଇ ପ୍ରୋସେସ୍ରେ ଆମେ ଅଛୁ ବର୍ତ୍ତମାନ। ସାର୍, ଏଇ ସବୁ କାର୍ଯ୍ୟକ୍ରମରେ ତ ସୋଫିଆ ଫିରଦୋଷ ଯୋଗ ଦେଉଛନ୍ତି। ଆମେ ଆପଣଙ୍କ ଗତ କାର୍ଯ୍ୟକ୍ରମରେ ମଧ୍ୟ ଦେଖିଥିଲୁ ସେ ଯୋଗ ଦେଉଥିଲେ। ଆପଣ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି, ଦେଖନ୍ତୁ, ସୋଫିଆ ଫିରଦୋଷ ମୋକିମ ଫାଉଣ୍ଡେସନର ୱାନ୍ ଅଫ୍ ଦି ଟ୍ରଷ୍ଟି। ଯେତେବେଳେ ମୋକିମ ଫାଉଣ୍ଡେସନର ସ୍ପୋର୍ଟସ କାର୍ଯ୍ୟକ୍ରମ ହେଉଛି, ୟୁଥ୍ କନକ୍ଲେଭ୍ ହେଉଛି କି ମହିଳା କନକ୍ଲେଭ୍ ହେଉଛି, ଫର୍ ଦି ଇଣ୍ଟରେଷ୍ଟ ଅଫ୍ ଦି ପିପୁଲ ଅଫ୍ ଓଡ଼ିଶା, ସେଠି ସେ ତାର ଟ୍ରଷ୍ଟି ହିସାବରେ ଯୋଗଦାନ କରୁଛି। ମୋର କୌଣସି ପଲିଟିକାଲ କାରବାରରେ କିମ୍ବା ପଲିଟିକାଲ ମିଟିଂରେ ସେ ବିଲକୁଲ ଯୋଗ ଦେଉନାହିଁ କି ମୋ ସାଙ୍ଗେ ସମ୍ପର୍କ ମଧ୍ୟ ରଖୁନାହିଁ। ଯୁବ ସମାବେଶ ତ ଆପଣଙ୍କ ପଲିଟିକାଲ କାର୍ଯ୍ୟକ୍ରମ ଥିଲା ନା? କାର୍ଯ୍ୟକ୍ରମ ନଥିଲା। ସେଟା ଆମେ ଗୋଟେ ବାର୍ତ୍ତା ଦେବା ପାଇଁ ନେଇଥିଲୁ। ଓଡ଼ିଶାରେ ଯୁବକଙ୍କୁ ଏମ୍ପାୱାରମେଣ୍ଟ କରିବା ପାଇଁ କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ ଚର୍ଚ୍ଚା ହେବା ପାଇଁ ଆମେ ସେ କାର୍ଯ୍ୟକ୍ରମ ରଖିଥିଲୁ। ସେଠି କୌଣସି ଭାବରେ ନୂଆ ପଲିଟିକାଲ ପାର୍ଟିର ଆଲୋଚନା ମଧ୍ୟ ହୋଇନଥିଲା। ସାର୍, ଆପଣ ଆଉ ଗୋଟେ କଥା, ଯେ ଦଳ ଗଠନ କଲା ପରେ ଇଲେକ୍ସନ କମିଶନକୁ ଆପ୍ଲାଏ କରିବେ, ସେ ପ୍ରୋସେସ କେତେ ଦିନ ଭିତରେ ହେବା ଦରକାର? ଆପଣଙ୍କୁ ଆମେ କହିଥିଲୁ ଯେ ପ୍ରୋସେସ ଷ୍ଟାର୍ଟ ହେଇଯାଇଛି, ତେଣୁ ଇଲେକ୍ସନ କମିଶନ ତାଙ୍କ ପ୍ରୋସେସ ନେବେ ଏବଂ ଗୋଟେ ଦଳ ରେଜିଷ୍ଟ୍ରେସନ କରିବା ପାଇଁ ଯେଉଁ ସମୟ ଲାଗିବ ସେଇ ଅନୁସାରେ ଆମେ କାଲକୁଲେସନ କରି କହିଥିଲୁ ଯେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ସବୁ ରେଡି ହେଇଯିବ, ଆମେ ଫ୍ଲୋରକୁ ଆସିବୁ। ସାର୍, ଆଉ ଅଳ୍ପ ଦିନରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ କଥା ମଧ୍ୟ ହେବ। ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମେ କୋଉଠି ଭାଗ ନେବୁ, କ'ଣ କରିବୁ ନିଷ୍ପତ୍ତି ନେବୁ, ଆମର ବୋର୍ଡ ବସି ନିଷ୍ପତ୍ତି ନେବ। Exchange your old AC and take home a new power saving AC. Save up to ₹10,000. Patro Electronics, Odisha's largest AC seller.